ଶାଶୁ ମା ପଥରରେ ଛେଚି ହତ୍ୟା ଅଭିଯୋଗରେ ମା ଓ ସମୁଦୁଣୀ ଗିରଫ। ହତ୍ୟାରେ ବ୍ୟବହୃତ ପଥର ଜବତ ସହ ମୃତକଙ୍କ ବୋହୂ ଏବଂ ସମୁଦୁଣୀ କୋର୍ଟ ଚାଲାଣ କଲା ପୋଲିସ। ଡିସେମ୍ବର 18 ତାରିଖରେ ଅନୁଗୁଳ ସଦର ଥାନା ଖଲାରୀ ଗାଁର ଏକ ଭଡ଼ା ଘରେ ଜଣେ ବୃଦ୍ଧା ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିଲା। ଏହି ହତ୍ୟାକାଣ୍ଡରେ ମହିଳାଙ୍କ ବୋହୂ ଓ ସମୁଦୁଣୀକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ଜଣକ ହେଲେ ରାସୋଳ ଥାନା ତେଲୁଭୁଇଁ ଗାଁର କାହ୍ନୁ ନାୟକଙ୍କ ମା କୁନି ନାୟକ। କାହ୍ନୁ ଗତ 8 ମାସ ତଳେ ଅଙ୍ଗାରବନ୍ଧ ଗାଁର ସରିତା ସାହୁଙ୍କୁ ପ୍ରେମ ବିବାହ କରିବା ପରେ ଖଲାରୀ ଗାଁର ଏକ ଭଡ଼ା ଘରେ ମା ଓ ସ୍ତ୍ରୀଙ୍କୁ ନେଇ ରହୁଥିଲେ। ତେବେ ବିବାହ ପରଠାରୁ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହିଥିଲା। 18 ତାରିଖ ଦିନ ସମୁଦୁଣୀ ଜୟନ୍ତୀ ସାହୁ ଘରକୁ ଆସିଥିଲେ। କାହ୍ନୁ ରାତିରେ ଘରକୁ ଫେରିଲା ବେଳକୁ ଶାଶୁ ଫେରି ଯାଇଥିବା ବେଳେ କୁନି ଶୋଇ ସାରିଥିବା କାହ୍ନୁଙ୍କ ସ୍ତ୍ରୀ ସରିତା କହିଥିଲେ। ତେବେ ମାଙ୍କୁ ଖାଇବାକୁ କାହ୍ନୁ ଡାକିବା ବେଳେ ନ ଶୁଣିବାରୁ ମା ଘୋଡ଼ାଇ ହୋଇଥିବାର ଚଦର ଉଠାଇବା ପରେ ମାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ସେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା। କାହ୍ନୁଙ୍କ ଅଭିଯୋଗ ଆଧାରରେ ପୋଲିସ କାହ୍ନୁଙ୍କ ସ୍ତ୍ରୀ ସରିତା ଓ ଶାଶୁ ଜୟନ୍ତୀଙ୍କ ମଧ୍ୟ ଅଟକ ରଖି ପଚରା ଉଚରା କରିଥିଲା। ତଦନ୍ତ ପରେ ଜଣାପଡ଼ିଥିଲା ଉଭୟ ମା ଓ ଝିଅ ପ୍ରଥମେ କୁନିଙ୍କୁ ନିଶା ଔଷଧ ଖୁଆଇ ଶୁଆଇ ଦେବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଏଥିପାଇଁ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ କହିଛି। କାହ୍ନୁ ନାୟକ ଆଜ୍ଞା କାଲି ଘଟଣା ଆଜ୍ଞା ମୋ ବେଳାରେ ଖାଇ ଯାଇଥିଲି। ମୁଇଁ ବେପାର କରୁଛି ନା ଫଳ ବେପାର। ଖାଇ ଯାଇଥିଲି ବେଳାରେ 1:30 ଟାଇମ୍ ହେବ ବୋଧେ। ଖାଇ ଜଷ୍ଟ ବସିଛି ଗାଧୋଇ ଆସିକି ମୋ ଶାଶୁ ଆସିଲେ। କେବେ ମୁଁ ତ କାହିଁ ସକାଳୁ ଜାଣିନି ମୋ ଶାଶୁ ଆସିବା କଥା। ହଠାତ୍ ଆସିଲେ କହିଲେ ବ୍ଲକ୍ ଆଇଥିଲି କାମରେ ଯେ ଏପଟେ ବୁଲିଦେନା ଯାଉଛି ଆଉ କହିଲେ ଗଲେ। ମୁଁ ମୋର ଖାଇକିନା ଦୋକାନକୁ ଗଲି। ବୋଉ ସହିତ 3ଟା ବେଳକୁ ଫୋନ୍ କରିନା ପଚାରିଥିଲି ବୋଉ ମୋ ଶାଶୁ ଗଲେଣି କି ଆସିତି। ବୋଉର ମୋର ଟିକେ କଥା ହୁଅନ୍ତି ପଚାରିଲି। ଆଡ଼ୁ ମୋ ବୋଉ କହିଲା ନାଇଁ ଆସିତି ଆରପଟ ଘର ବଇଛି ମୁଁ ଏପଟେ ବଇଛି ଆଉ କଥା ପଦ ଏମିତି ଯାଇଥିଲି ଭଲ ମନ୍ଦ। ତାପରେ 5ଟା ବାଜିଲା ବିଜୁଳି ମୋ ଭଉଣୀ ଜଣ ଅଛି ସାନ ଭଉଣୀ ବାହା ସେ ବି ମ୍ୟାରେଜ୍ କରିଛି। ସେ ମୋତେ ଫୋନ୍ କରୁଛି ବାରମ୍ବାର କହୁଛି ଭାଇ ବୋଉ ଟିକେ 8-10 ଥର ଫୋନ୍ କଲେଣି ବୋଉ ଉଠାଉନି ଫୋନ୍। ମୁଁ ବି ହେଠୁ କଲି ବୋଉର ଲାଗିଲାନି ଫୋନ୍। ହେଠୁ ମୋ ସ୍ତ୍ରୀ ଟିକେ ଫୋନ୍ କଲି ୱାଇଫ୍ ଯିଏ। ହେଠୁ ସେ କହିଲା ଯେ ବୋଉ ଯାଇଛି ଜଣକୁ ଫୁଙ୍କେଇ ଯାଇଛନ୍ତି ଜଣକୁ ଆଉ ମୋବାଇଲଟା ଘରେ ଅଛି ବାଜୁଛି ଖାଲି ଫୋନ୍ କରୁଛି ତୁମ ଯେଉଁ ଭଉଣୀ ତମ ଭଉଣୀକୁ କହିଦିଅ ଏମିତି କହିଲା। ମୁଁ କହିଲି ହଉ କହିଦେବି ବିଜୁଳିକୁ କହିଦେଲି ବୋଉ ଯାଇଛି ଫୁଙ୍କେଇ ମୋବାଇଲ ଛାଡ଼ି ଯାଇଛି। ତାପରେ 8:30 ଟାଇମ୍ ହେଲା ରାତି ପୁଣି ଫୋନ୍ କଲି ବୋଉ ଆଇଲାଣି କି ନା ହଁ ଆଇଲାଣି କେତେବେଳୁ 8ଟାରୁ ଆଇଲାଣି ଆଉ ଆସିଲାଣି ଛାତି ଫାତି ତାଙ୍କର ମାରୁଥିଲା ଯେ ଘଷି ଘୁଷା ଦେଇଛି ଆଉ ସେ ଶୋଇଛି ତାର ପଟେ ମୁଁ ଏପଟେ ବଇଛି ଆଉ ଏମିତି କହିଲା। ମୁଁ ଘରକୁ ଗଲାବେଳକୁ 10ଟା ଟାଇମ୍ ହେଇଗଲା ଡ୍ୟୁଟି ସାରିନା ଆଜ୍ଞା। 10ଟା ବେଳକୁ ଗଲାବେଳକୁ ମୋ ୱାଇଫ୍ ଯିଏ ସେ ବାନ୍ତି କ'ଣ କରୁଥିଲେ ବାହାରେ। ମୁଁ କହିଲି କ'ଣ ବାନ୍ତି ମୁତା ଏମିତି ହେଉଛି ଏମିତି କହିଲା। ସେଠୁ ତାପରେ ମୁଁ କହିଲି ବୋଉକୁ ଖାଇବା ଦେଇ ସାରିଲାଣି ନା ବୋଉ ଛାତି ଫାତି ମାରୁଛି ସେ ନାହିଁ କଲେ ଖାଇବା ପାଇଁ କହିଲେ ତମ ପୁଅ ଆଇଲେ ମୋ ପୁଅ ଆଇଲେ ପୁଅର ତୋର ମିଶିନା ଖାଇନ ସେପଟେ ମୋତେ ଉଠେଇବନି। ବୋଉ କୁଆଡ଼େ ମୋ ସ୍ତ୍ରୀକୁ କହିଛି ମୋ ସ୍ତ୍ରୀ ମୋତେ ଏହା କହିଲା। କହିଲେ ହଉ ଛାତି ଫାତି ପେନ୍ ହେଉଛି କାଇଁ ଉଠେଇବେ କରିବା। ସେଠୁ ତାର ମୋର ଖାଇଲୁ ଖାଇସାରିଲା ପରେ ସେଠୁ ତାପରେ ଉଠିଲି କହିଲି ବୋଉର କ'ଣ ଦିହ ଭଲ ନାହିଁ ଯାହା ଦେଖିଦିଏ ଟିକେ। ଦେଖିଦେଲା ବେଳକୁ ବୋଉ ଡାକିଲି ବାଟ ଖୋଲିଲାନି ବୋଉ ବାଟ ଖୋଲା ବି ଥିଲା। ବାଟଟା ଯେତେବେଳେ ପେଲିଦେଲି ଭିତରକୁ ପଶିଲି ବୋଉ ଚଦର ଗୁଡ଼େଇକିନା ଶୋଇଛି ତଳେ ଖଟ ଉପରେ ଶୋଇବା ଲୋକ ତଳେ ଶୋଇଛି ଚଦରଟା କାଟିଦେଲି ତଳେ ମଥାରେ ଆଜ୍ଞା ମାଡ଼ ହେଇଛି ବ୍ଲଡ଼ ବାହାରୁଛି ଖାଲି। ହଁ ଟିକେ ତାଙ୍କର ଦିଅନ୍ତି ଭଲରେ ପଡ଼େନି। କେତେ ଦିନ ଚାଲିଥିଲା ବାହାଘର ମାସଟେ ପରେ 8 ମାସ ବାହାଘର ଗଲାଣି ମାସ 1.5 ମାସ ପରଠୁ ଏମିତି ଷ୍ଟାର୍ଟ ହେଇଛି। ଅଧିକାଂଶ ଝଗଡ଼ା କିଏ କରେ? ଅଧିକାଂଶ ଝଗଡ଼ା 2 ଜଣ ଯାକ ଭିତରେ କେହି କାହାକୁ ପଟନ୍ତି ନାହିଁ ଠିକ୍ରେ ଖାଲି ମୋ ପାଇଁ ଆଡ଼ଜଷ୍ଟ କରିଦିଅନ୍ତି ଆଉ। ମୋତେ ଆଜ୍ଞା ସନ୍ଦେହ ହେଉଛି ମୋ ବୋଉ ଯେଉଁ ଟାଇମ୍ରେ ଫୋନ୍ ରିଙ୍ଗ ହେଲା ବୋଉ ଉଠେଇଲାନି ସେଇ ଟାଇମ୍ରେ ମୋ ଶାଶୁ ଆଜ୍ଞା ଘରକୁ ଯାଇଛନ୍ତି ସେଇ 5ଟା ଟାଇମ୍ରେ। ମୋତେ ଲାଗୁଛି ଆଜ୍ଞା କିଛି ଭୁଲ୍ ଭାଲ କାମ ମୋ ମା ସହିତ କରିଦେଇଛନ୍ତି। ମୁଁ ଗଲେ କିଛି ଜାଣିପାରିଲିନି 4ଟାରୁ ମୋତେ ଲାଗୁଛି 5ଟାରୁ ପଡ଼ିଛି ମୋ ବୋଉ। ଭୁଲ୍ ମାନେ କ'ଣ ଭାବୁଛନ୍ତି ଆପଣ? ମୋତେ ଲାଗୁଛି ମିଶିକି ମାରି ଦେଇଛନ୍ତି ଆଜ୍ଞା। ଯେଉଁଥିରେ ହେଲେ ବାଡ଼େଇ ବୁଡ଼ା ଦେଇଛନ୍ତି ମୁଣ୍ଡକୁ ଆଜ୍ଞା ପୁରା ଖଣ୍ଡିଆ ହେଇଯାଇଛି। କେମିତି ଜଣେ ମୁଣ୍ଡରେ ବାଡ଼େଇକିନା ଏମିତି ଘୁରେଇକିନା ଶୋଇପାରିବ କମଳ। ଆଉ କାହାକୁ ସନ୍ଦେହ କରୁଛନ୍ତି କି ଏଥିରେ ଥିଲାବେଳେ? ମୋତେ ସେଇ 2 ଜଣଙ୍କ ଉପରେ ଖାସ୍ କରି ବେଶୀ ଆଉ ଘରେ ମୋର କେହି ନାହାନ୍ତି ଏମିତି। ଆପଣ ନିଜ ଘର କୋଉଠି? ଆମ ଘର ଆଜ୍ଞା ରାସୋଳ ତେଲୁଭୁଇଁ କଲୋନୀ ସାହି। ଏଠି କେତେ ଦିନ ବର୍ଷ ହେଲାଣି ରହିଲେଣି? ଏଠି 20 ବର୍ଷ ହେଇଗଲାଣି ଆଜ୍ଞା। ଛୋଟ ରୁମ୍ ଅଛି ଏଇଟା ପାଠ ପଢ଼ା ସବୁ ମୋର ଏଇଟା। ଏବେ କ'ଣ ଚାହୁଁଛନ୍ତି? ଏବେ ଆଜ୍ଞା ଯେ ଠିକ୍ ଦୋଷୀକୁ ଧରନ୍ତୁ
ଦଣ୍ଡ ଦିଅନ୍ତୁ ଆଜ୍ଞା, ଯେ ବି ମୋ ମାଆର ହତ୍ୟା କରି